ପିଲାମାନେ କେମିତି ଅଛ? ଓହୋ, ତାହେଲେ ଭଲ ଅଛ ସମସ୍ତେ? ଆମ ଦୈନନ୍ଦିନ ଜୀବନରେ ବିଦ୍ୟୁତର ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହା ଆମେ ସବୁ ବିଗତ ଆଲୋଚନା ଗୁଡ଼ିକରେ ଆଲୋଚନା କରିଥିଲୁ। ଏବେ କହିଲ ଦେଖି, ତମ ଶ୍ରେଣୀ ଗୃହରେ କଣ କଣ ବୈଦ୍ୟୁତିକ ଉପକରଣ ସବୁ ଦେଖିବାକୁ ପାଉଛ? ଭେରି ଗୁଡ୍। ତେବେ ତୁମେ ତମ ଶ୍ରେଣୀ ଗୃହରେ ଫ୍ୟାନ୍, ବିଦ୍ୟୁତ ବତୀ, ସ୍ମାର୍ଟ ବୋର୍ଡ ଦେଖିବାକୁ ପାଉଛ। ଏବେ କହିଲ ଦେଖି, ପିଲାମାନେ, ପରଦାରେ ପ୍ରଦର୍ଶିତ ଚିତ୍ରରେ କଣ କଣ ବୈଦ୍ୟୁତିକ ଉପକରଣ ସବୁ ଦେଖିବାକୁ ପାଉଛ? ହରି, ତୁମେ କହିଲ ଦେଖି। ଭେରି ଗୁଡ୍ ହରି। ପିଲାଟି ବ୍ୟାଟେରୀ, ତାର, ବିଦ୍ୟୁତ ବତୀ ବ୍ୟବହାର କରି ବିଦ୍ୟୁତ ବତୀ ଜଳାଇବା ପରୀକ୍ଷା କରୁଛି। ଆଉ କଣ ଅଛି? ବ୍ୟାଟେରୀ ରବଟ ଟେବୁଲ ଉପରେ ଅଛି। ବ୍ୟାଟେରୀ କାର୍ ମଧ୍ୟ ଘର ମଧ୍ୟରେ ଅଛି। ଠିକ୍ ଅଛି। ଆଚ୍ଛା ପିଲାମାନେ, ଏବେ କହିଲ, ବିଦ୍ୟୁତ ବତୀ ଜଳାଇବା ପାଇଁ କେଉଁ କେଉଁ ଉପକରଣ ଗୁଡ଼ିକର ଆବଶ୍ୟକତା ହୋଇଥାଏ? ରାମ, ତମେ ଏବେ ଗୋଟିଏ ଉପକରଣର ନାମ କହିଲ ଦେଖି। ସାବାସ୍ ରାମ, ତମେ ଠିକ୍ କହିଲ। ବିଦ୍ୟୁତ କୋଷ ବା ବ୍ୟାଟେରୀର ଆବଶ୍ୟକତା ରହିଛି। ଏବେ ରୀମା କହିଲ, ଅନ୍ୟ ବୈଦ୍ୟୁତିକ ଉପକରଣ ଗୁଡ଼ିକ କଣ କଣ ରହିଛି? ବାଃ ରୀମା, ତୁମେ ମଧ୍ୟ ଠିକ୍ କହିଲ। ବିଦ୍ୟୁତ ବଲ୍ବ, ବିଦ୍ୟୁତ ତାର ଆଦି ବୈଦ୍ୟୁତିକ ଉପକରଣ ଗୁଡ଼ିକର ଆବଶ୍ୟକତା ରହିଛି। ତେବେ ସମସ୍ତେ ବିଦ୍ୟୁତ ବତୀ ଜଳାଇବା ପାଇଁ ଯେଉଁ ଉପକରଣ ଗୁଡ଼ିକ ରହିଛି ସେ ସମ୍ବନ୍ଧରେ ଜାଣିଛ। ତଥାପି ପ୍ରଦର୍ଶିତ ଚିତ୍ରକୁ ପର୍ଯ୍ୟବେକ୍ଷଣ କର, ଯେଉଁଥିରେ କି ବିଦ୍ୟୁତ ବତୀର ଦୁଇ ଅଗ୍ର ସହିତ ବିଦ୍ୟୁତ କୋଷର ଦୁଇ ଅଗ୍ର ଉପଯୁକ୍ତ ଭାବେ ସଂଯୁକ୍ତ ହେଲେ ବିଦ୍ୟୁତ ବତୀ ଜଳେ। ପୁଣି ପୁନର୍ବାର ଏହି ପଥଟିକୁ ଲକ୍ଷ୍ୟ କର ପିଲାମାନେ। କଣ ଅଛି ଏଥିରେ? ବିଦ୍ୟୁତ ବତୀର ଦୁଇ ଅଗ୍ର ସହିତ ବିଦ୍ୟୁତ କୋଷର ଦୁଇ ଅଗ୍ର ଉପଯୁକ୍ତ ଭାବେ ସଂଯୁକ୍ତ ହେଲେ ବିଦ୍ୟୁତ ବତୀ ଜଳି ଉଠେ। ବର୍ତ୍ତମାନ ଆମେ ପୂର୍ବରୁ ଅନୁଧ୍ୟାନ କରିଥିବା ପରୀକ୍ଷା ଗୁଡ଼ିକୁ ପୁନଃ ପର୍ଯ୍ୟବେକ୍ଷଣ କରି ଆଲୋଚନା କରିବା। ଏବେ ପରୀକ୍ଷା ଗୁଡ଼ିକୁ ଅନୁଧ୍ୟାନ କରିବା ଏବଂ ଉତ୍ତର ଦେବା। ପରଦାରେ ଦିଆଯାଇଥିବା ଚିତ୍ର ମଧ୍ୟରୁ କେଉଁ କ୍ଷେତ୍ରରେ ବୈଦ୍ୟୁତିକ ବତୀଟି ଜଳିବ? ପ୍ରଦର୍ଶିତ ଚିତ୍ର କ କ୍ଷେତ୍ରରେ କଣ ହେଉଥିବାର ଲକ୍ଷ୍ୟ କରୁଛ? ପିଲାମାନେ ଠିକରେ ଅନୁଧ୍ୟାନ କର। ହଁ, ଠିକ୍ କହିଲ। ବ୍ୟାଟେରୀରେ ଗୋଟିଏ ପ୍ରାନ୍ତ ସହିତ ବିଦ୍ୟୁତ ବତୀର ଗୋଟିଏ ପ୍ରାନ୍ତ ସଂଯୋଗ ହୋଇନାହିଁ, ଯାହା ଫଳରେ ବିଦ୍ୟୁତ ବତୀ ଜଳିବ ନାହିଁ। ଠିକ୍ କହିଲ, ପୁନର୍ବାର ଅନୁଧ୍ୟାନ କର। ଠିକ୍ ଅଛି। ବର୍ତ୍ତମାନ ଚିତ୍ର ଖ କ୍ଷେତ୍ରକୁ ଲକ୍ଷ୍ୟ କରିବା। ଖ କ୍ଷେତ୍ରରେ କଣ ଘଟୁଥିବାର ଲକ୍ଷ୍ୟ କରୁଛ? ଆରେ ବାଃ, ସଠିକ୍ ଉତ୍ତର। ଗୋଟିଏ ପାର୍ଶ୍ୱରେ ବିଦ୍ୟୁତ ବତୀ ଓ ବ୍ୟାଟେରୀକୁ ସଂଯୋଗ କରିବା ପାଇଁ ତାର ଥିଲାବେଳେ ଅନ୍ୟ ପାର୍ଶ୍ୱରେ ତାର ସଂଯୋଗ ହୋଇନାହିଁ, ତେଣୁ ବିଦ୍ୟୁତ ବତୀ ଜଳିବ ନାହିଁ। ପୁନର୍ବାର ଆମେ ଚିତ୍ର ଗ କ୍ଷେତ୍ରକୁ ଲକ୍ଷ୍ୟ କରିବା। ଏଥିରେ କଣ ଦେଖୁଛ କହିଲ ପିଲାଏ? ବାଃ, ସାବାସ୍। ଗ କ୍ଷେତ୍ରରେ ବିଦ୍ୟୁତ ବତୀର
ଦୁଇଟି ପ୍ରାନ୍ତ ବ୍ୟାଟେରୀର ଗୋଟିଏ ପ୍ରାନ୍ତରେ ସଂଯୋଗ ହୋଇଛି। ସେଥିପାଇଁ ବୈଦ୍ୟୁତିକ ବତୀଟି ଜଳିବ ନାହିଁ। ଶେଷରେ ଚିତ୍ର ଘ କ୍ଷେତ୍ରକୁ ଲକ୍ଷ୍ୟ କରିବା। ଘ କ୍ଷେତ୍ରରେ କଣ ଘଟୁଛି ପିଲାମାନେ ଅନୁଧ୍ୟାନ କର। ବାଃ, ଭେରି ଗୁଡ୍। ସମସ୍ତେ ଏଇ କ୍ଷେତ୍ରଟିକୁ ବା ଚିତ୍ରଟିକୁ ଠିକ ଭାବେ ଚିହ୍ନି ପାରିଛ। ସଠିକ ଉତ୍ତର, ବତୀର ଦୁଇ ଅଗ୍ର ସହିତ ସେଲର ଦୁଇ ଅଗ୍ର ଉପଯୁକ୍ତ ଭାବେ ସଂଯୋଗ ହେଲେ ବିଦ୍ୟୁତ ବତୀ ଜଳିଥାଏ। ପିଲାମାନେ ଏବେ କହିଲ ପଥ କଣ? ଆଚ୍ଛା, ତାହେଲେ ସମସ୍ତେ ଜାଣିଛ ଯେଉଁ ରାସ୍ତାରେ ଆମେ ଯାଉଛୁ ତାକୁ ପଥ କହିଥାଉ। ପରଦାରେ ପ୍ରଦର୍ଶିତ ଚିତ୍ରଟି କଣ ଦର୍ଶାଉଛି? ହଁ, ଏହା ଏକ ରାସ୍ତା ବା ପଥର ଚିତ୍ର ଅଟେ। ଯେଉଁଥିରେ ଝିଅଟି ରାସ୍ତା ପାରି ହେଉଛି, ତାକୁ ବା ପଥ ପାରି ହେଉଛି। ଠିକ ସେହିପରି ଆମେ ବୈଦ୍ୟୁତିକ ପଥ କଥା ଆଲୋଚନା କରିବା। ତେବେ ଆଜି ଆମେ ପଥ ଓ ବିଦ୍ୟୁତର ସମ୍ପର୍କ କଣ ରହିଛି ସେ ସମ୍ପର୍କରେ ଜାଣିବା। ପ୍ରଥମେ ଜାଣିବା ପରିପଥ କଣ। ପରିପଥ ହେଉଛି ଯେଉଁ ପଥ ପୂର୍ଣ୍ଣ ଭାବେ ବନ୍ଦ ହୋଇଥାଏ। ଆଚ୍ଛା ରାଜୁ, ଏବେ ତମେ କହିଲ ଦେଖି, ଯେଉଁ ପଥରେ ବିଦ୍ୟୁତ କୋଷ, ତାର ଓ ବଲ୍ବକୁ ଉପଯୁକ୍ତ ଭାବେ ସଂଯୋଗ କରାଯାଇ ବିଦ୍ୟୁତ ବତୀ ଜଳାଯାଏ, ସେହି ପଥକୁ କଣ କହିବା? ସାବାସ୍ ରାଜୁ, ଏହାକୁ ବିଦ୍ୟୁତ ପରିପଥ କହିବା ଏବଂ ଏହା ଏକ ବନ୍ଦ ପରିପଥ ଅଟେ। ପ୍ରଦର୍ଶିତ ଚିତ୍ରକୁ ଅନୁଧ୍ୟାନ କର। କେମିତି ଏହା ଏକ ବନ୍ଦ ପରିପଥ? ଭଲ କରି ଅନୁଧ୍ୟାନ କର। ଯେଉଁଥିରେ କି ବ୍ୟାଟେରୀ, ତାର ଏବଂ ବିଦ୍ୟୁତ ବଲ୍ବ ସବୁଯାକ ଉପକରଣ ସଂଯୋଗ ହୋଇଛନ୍ତି ଏବଂ ବନ୍ଦ ପରିପଥଟେ ତିଆରି କରୁଛନ୍ତି, ଯାହା ଦ୍ୱାରା କି ବତୀଟି ଜଳୁଛି। ନିଶ୍ଚିତ ଭାବେ ତମେ କେବଳ ପରିପଥର ଚିତ୍ର ଦେଖିଲ। ଏବେ ତମ ମନରେ ପ୍ରଶ୍ନ ଆସୁଥିବ ଯେ ଏକ ବିଦ୍ୟୁତ ପରିପଥରେ ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ଗତି କରିଥାଏ। ଏହାକୁ ତମେ ପ୍ରଦର୍ଶିତ ଭିଡିଓରେ ଅନୁଧ୍ୟାନ କର ପିଲାମାନେ। କେମିତି ବିଦ୍ୟୁତ ପରିପଥରେ ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ଗତି କରୁଛି। ଦେଖିଲ ପିଲାମାନେ ଭଲ ଭାବେ ଏବଂ ଚିହ୍ନି ପାରିଲ କେମିତି ବିଦ୍ୟୁତ ପ୍ରବାହ ବିଦ୍ୟୁତ ସେଲର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ଗତି କରୁଛି। ଠିକ ଅଛି। ଏବେ ସୀତା, ତମେ କହିଲ ବିଦ୍ୟୁତ ପରିପଥ ବନ୍ଦ ରହିଲେ କଣ ହେବ? ଏବେ ସୀତା ତମେ କୁହ ଯେ ବିଦ୍ୟୁତ ପରିପଥ ବନ୍ଦ ରହିଲେ କଣ ହେବ? ଆରେ ବାଃ, ଠିକ କହିଲ। ବିଦ୍ୟୁତ ପରିପଥ ବନ୍ଦ ରହିଲେ ବିଦ୍ୟୁତ ପ୍ରବାହ ହୁଏ ଏବଂ ବିଦ୍ୟୁତ ବତୀ ଜଳେ। ଏହାକୁ ମଧ୍ୟ ଭିଡିଓରେ ଅନୁଧ୍ୟାନ କର। ଯେତେବେଳେ ବିଦ୍ୟୁତ ପରିପଥ ବନ୍ଦ ରହେ, ବିଦ୍ୟୁତ ପ୍ରବାହ ହୁଏ, ଯାହା ଦ୍ୱାରା ବିଦ୍ୟୁତ ବତୀଟି ଜଳିଥାଏ। ଠିକ ଅଛି। ଏବେ କିଏ କହିବ ଯଦି ତାର ଛିଣ୍ଡିଯାଏ ବିଦ୍ୟୁତ ଜଳିବ କି? କଣ କହୁଛ ସମସ୍ତେ? କିନ୍ତୁ ମଧୁ, ତମେ କୁହ ତାର ଛିଣ୍ଡିଗଲେ କଣ ହେବ? ଭେରି ଗୁଡ୍ ମଧୁ, ଠିକ କହିଲ। ବତୀ ଜଳିବ ନାହିଁ। କହିଲ କାହିଁକି ବତୀ ଜଳିବ ନାହିଁ? କାରଣ ପରିପଥ ଖୋଲା ହୋଇଯିବ। ଆଉ କେଉଁ କ୍ଷେତ୍ରରେ ପରିପଥ ଖୋଲା ହୋଇଥାଏ? ପିଲାମାନେ ଠିକ କହୁଛ, ଯେତେବେଳେ ବଲ୍ବଟି କଟିଯାଏ ବା ଫିଲାମେଣ୍ଟଟି ଛିଡ଼ିଯାଏ, ସେତେବେଳେ ବି ପରିପଥ ଖୋଲା ହୋଇଯାଇଥାଏ, ଯାହା ଦ୍ୱାରା ପରିପଥ ପୂର୍ଣ୍ଣ ହୋଇପାରେ ନାହିଁ
ଓ ବତୀ ମଧ୍ୟ ଜଳେ ନାହିଁ। ସେଥିପାଇଁ ଏକ ଚିତ୍ତାକର୍ଷକ ତଥ୍ୟ ତମମାନଙ୍କୁ ଦିଆଯାଉଛି କ'ଣ? ଦେଖ ପ୍ରଦର୍ଶିତ ପରଦାରେ ପ୍ରଦର୍ଶିତ ଅଛି ଏକ ଚିତ୍ତାକର୍ଷକ ତଥ୍ୟ, ତାକୁ ଅନୁଧ୍ୟାନ କର। ବେଳେ ବେଳେ ତାପଦୀପ୍ତ ବତୀ ସେଲ୍ ସହ ସଂଯୁକ୍ତ ହେଲା ପରେ ମଧ୍ୟ ବତୀ ଜଳେ ନାହିଁ। ସେତେବେଳେ ଆମେ କହୁ ବତୀଟି ଫ୍ୟୁଜ୍ ହୋଇଯାଇଛି, କାରଣ ସେତେବେଳେ ଫିଲାମେଣ୍ଟଟି ଛିଡ଼ି ଯାଇଥାଏ। ଛିଡ଼ା ଫିଲାମେଣ୍ଟ ବିଦ୍ୟୁତ ପ୍ରବାହକୁ ବନ୍ଦ କରିଦିଏ, ତେଣୁ ବତୀଟି ଜଳିପାରେ ନାହିଁ। ତେଣୁ ଏହା କ'ଣ ହେଲା? ଯେତେବେଳେ ବତୀ ସେଲ୍ ସହ ସଂଯୁକ୍ତ ହେଲା ପରେ ମଧ୍ୟ ବତୀ ଜଳେ ନାହିଁ, ସେତେବେଳେ ଆମେ କହୁ ବତୀଟି ଫ୍ୟୁଜ୍ ହୋଇଯାଇଛି, କାରଣ ସେତେବେଳେ ଫିଲାମେଣ୍ଟଟି ଛିଡ଼ି ଯାଇଥାଏ। ଛିଡ଼ା ଫିଲାମେଣ୍ଟ ବିଦ୍ୟୁତ ପ୍ରବାହକୁ ବନ୍ଦ କରିଦିଏ, ତେଣୁ ବତୀଟି ଜଳିପାରେ ନାହିଁ। ବର୍ତ୍ତମାନ ସମୟ ଆସିଲା ଆମେ ଆଜିର ଏହି ବିଦ୍ୟୁତ ସମ୍ବନ୍ଧୀୟ ଆଲୋଚନାରେ କ'ଣ କ'ଣ ବିଷୟରେ ଧାରଣା ପାଇଲୁ, ସେ ବିଷୟରେ ଆମେ ଏବେ ଏକ ଆଲୋଚନା ରଖିବା। କୋଉ ବିଷୟରେ ଆମେ ଆଲୋଚନା କଲୁ? ପ୍ରଥମେ ବିଦ୍ୟୁତ ପରିପଥ କ'ଣ? ଏହାର ଉତ୍ତର କ'ଣ ହେବ ପିଲାମାନେ? ଏହାର ଉତ୍ତର ହେଉଛି ଯେଉଁ ବନ୍ଦ ପରିପଥରେ କୋଷ, ତାର ଓ ବତୀକୁ ଉପଯୁକ୍ତ ଭାବେ ସଂଯୋଗ କରାଯାଏ, ସେହି ପଥକୁ ପରିପଥ କୁହାଯାଏ। ଆଉ କ'ଣ ଆଲୋଚନା ହୋଇଥିଲା? ଦ୍ୱିତୀୟ ପ୍ରଶ୍ନଟି ଅଛି ବିଦ୍ୟୁତ ପରିପଥରେ ଥିବା ଉପକରଣ ଗୁଡ଼ିକ କ'ଣ କ'ଣ? ଏହା ଭାରି ସହଜ ପ୍ରଶ୍ନ, ସମସ୍ତେ ଏହାର ଉତ୍ତର ଜାଣିଛ। ଭେରି ଗୁଡ୍। ବିଦ୍ୟୁତ ତାର, ବିଦ୍ୟୁତ ବତୀ, କୋଷ ଇତ୍ୟାଦି ବିଦ୍ୟୁତ ପରିପଥରେ ଥିବା ଉପକରଣ ସବୁ ରହିଥାଏ। ଦେନ୍ ତୃତୀୟ ପ୍ରଶ୍ନଟି ଅଛି ବିଦ୍ୟୁତ ପରିପଥରେ ବିଦ୍ୟୁତ ପ୍ରବାହର ଦିଗ କିପରି ଗତି କରେ? ଏକ ବିଦ୍ୟୁତ ପରିପଥରେ ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲ୍ର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ଗତି କରିଥାଏ। ସାବାସ୍ ପିଲାମାନେ, ଆଜି ବୈଦ୍ୟୁତିକ ବିଦ୍ୟୁତ ବିଷୟରେ ଯାହା ସବୁ ଆଲୋଚନା କରାଯାଇଛି ତାକୁ ଆଧାର କରି ଏକ କୁଇଜ୍ ଖେଳ କରିବା। ପ୍ରଥମ ପ୍ରଶ୍ନଟି କ'ଣ? ପରିପଥରେ ବଲ୍ବ ଜଳିବାର ଅର୍ଥ? କ. ପରିପଥ ମୁକ୍ତ ଅଛି, ଖ. ପରିପଥ ପୂର୍ଣ୍ଣ ଅଛି, ଗ. ପରିପଥରେ ବ୍ୟାଟେରୀ ନାହିଁ, ଘ. ସୁଇଚ୍ ବନ୍ଦ ଅଛି। ସାବାସ୍, ଏହାର ସଠିକ ଉତ୍ତରଟି ଅଛି ପରିପଥ ପୂର୍ଣ୍ଣ ଅଛି, ତେଣୁ ଖ ହେଉଛି ଏହାର ସଠିକ ଉତ୍ତର। ଦ୍ୱିତୀୟ ପ୍ରଶ୍ନଟି ଏବେ ପ୍ରଦର୍ଶିତ ଅଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଦ୍ୟୁତ ପରିପଥର ଅଂଶ ଅଟେ? କ. କୋଷ, ଖ. ତାର, ଗ. ବଲ୍ବ, ଘ. ସମସ୍ତ। ଭେରି ଗୁଡ୍, ସମସ୍ତେ ଠିକ ଉତ୍ତର ଦେଇଛ ଯେ ସମସ୍ତ ହେଉଛି ବା ଘ ଅପସନଟି ହେଉଛି ଠିକ ଉତ୍ତର। ଦେନ୍ ତୃତୀୟ ପ୍ରଶ୍ନଟି ଅଛି ବିଦ୍ୟୁତ କୋଷର ଦୁଇ ପ୍ରାନ୍ତକୁ ଯୋଡ଼ିଲେ ପରିପଥରେ କ'ଣ ହେବ? ବିଦ୍ୟୁତ କୋଷର ଦୁଇ ପ୍ରାନ୍ତକୁ ଯୋଡ଼ିଲେ ପରିପଥରେ କ'ଣ ହେବ? କ. ପରିପଥ ଅପୂର୍ଣ୍ଣ ହେବ, ଖ. ପରିପଥ ପୂର୍ଣ୍ଣ ହେବ, ଗ. ବଲ୍ବ ଜଳିବ ନାହିଁ, ଘ. କୌଣସିଟି ନୁହେଁ। ଏହାର ଉତ୍ତର ହେଉଛି ପରିପଥ ପୂର୍ଣ୍ଣ ହେବ। ପରିପଥ ପୂର୍ଣ୍ଣ ହେବ, ଖ ହେଉଛି ସଠିକ ଉତ୍ତର। ଚତୁର୍ଥ ପ୍ରଶ୍ନଟି ତମ ସାମ୍ନାରେ ଅଛି ବିଦ୍ୟୁତ ପରିପଥ କହିଲେ କ'ଣ ବୁଝ? କ. ଏକ ମୁକ୍ତ ପଥ ଯେଉଁଥିରେ ବିଦ୍ୟୁତ ପ୍ରବାହିତ ହୁଏ, ଖ. ଏକ ବନ୍ଦ ପଥ ଯେଉଁଥିରେ ବିଦ୍ୟୁତ ପ୍ରବାହିତ ହୁଏ, ଗ. କେବଳ ତାର, ଘ. କେବଳ ବ୍ୟାଟେରୀ ଓ ବଲ୍ବର ସଂଯୋଗ। ଭାବ ପିଲେ ଏହାର ଉତ୍ତର କ'ଣ ହେବ? ଏହାର ଉତ୍ତର ହେଉଛି ଏକ ବନ୍ଦ ପଥ ଯେଉଁଥିରେ ବିଦ୍ୟୁତ ପ୍ରବାହିତ ହୁଏ।
ତେଣୁ କ ହେଉଛି ଭୁଲ ଉତ୍ତର, କିନ୍ତୁ ଖ ହେଉଛି ଏହାର ସଠିକ ଉତ୍ତର। ଦେନ୍ ପଞ୍ଚମ ପ୍ରଶ୍ନ ତମ ସାମ୍ନାରେ ଅଛି ପରଦାରେ। ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲରେ କିପରି ହୁଏ? ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲରେ କିପରି ହୁଏ? କ ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ଗତି କରେ। ଖ ବିଯୁକ୍ତ ଅଗ୍ରରୁ ଯୁକ୍ତ ଅଗ୍ରକୁ ଗତି କରେ। ଗ ଗତି କରେ ନାହିଁ। ଘ କୌଣସିଟି ନୁହେଁ। ଏବେ ପିଲେ ଉତ୍ତର ଗୁଡ଼ିକୁ ଭଲସେ ଦେଖ ଏବଂ ବାଛ କେଉଁଟି ବିଦ୍ୟୁତ ପ୍ରବାହର ଦିଗ ବିଦ୍ୟୁତ ସେଲରେ କିପରି ହୁଏ? ଠିକ ଅଛି, କ ହେଉଛି ସଠିକ ଉତ୍ତର, ଯାହାକି ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ଗତି କରେ। ଷଷ୍ଠ ପ୍ରଶ୍ନ ପରିପଥ ପୂରା ହେଲେ କଣ ହୁଏ? କ ବଲ୍ବ ଜଳିବ ନାହିଁ। ଖ ବଲ୍ବ ଜଳିବ। ଗ ତାର ଛିଣ୍ଡିଯିବ। ଘ କିଛି ହେବ ନାହିଁ। ପରିପଥ ପୂରା ହେଲେ କଣ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ବଲ୍ବ ଜଳିବ। ତେଣୁ ଖ ହେଉଛି ସଠିକ ଉତ୍ତର। ଦେନ୍ ସପ୍ତମ ପ୍ରଶ୍ନଟି ପରଦାରେ ଅଛି। ଦେଖ, ବିଦ୍ୟୁତ ସହ କାମ କରିବା ସମୟରେ କଣ ସାବଧାନତା ଅବଲମ୍ବନ କରିବା ଉଚିତ? କ ଖୋଲା ତାର ଧରିବା। ଖ ଭିଜା ହାତରେ ଛୁଇଁବା। ଗ ସୁରକ୍ଷା ମାନିବା। ଘ ଅବହେଳା କରିବା। ଏଇଟା ନିହାତି ଭାବେ ସମସ୍ତେ ଏକୁ ମାନିବା ଉଚିତ। ଏହାର ଉତ୍ତର କଣ ହେବ ପିଲେ? ଗ ହେଉଛି ସଠିକ ଉତ୍ତର। ସାବାସ, ସୁରକ୍ଷା ମାନିବା। ବର୍ତ୍ତମାନ ଏକ ଦୁଇ ବିକଳ୍ପ ପ୍ରଶ୍ନର କୁଇଜଟିଏ କରିବା। ଯେପରିକି ନିମ୍ନଲିଖିତ ଉକ୍ତି ଗୁଡ଼ିକ ମଧ୍ୟରୁ ଠିକ ଉକ୍ତି ପାଖରେ ଠିକ ଚିହ୍ନ ଏବଂ ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦିଅ। ଏହି ପ୍ରଶ୍ନ ମଧ୍ୟ ପରଦାରେ ପ୍ରଦର୍ଶିତ ଅଛି। ପ୍ରଥମ ପ୍ରଶ୍ନଟି ଅଛି, ବିଦ୍ୟୁତ ପରିପଥ ହେଉଛି ଏକ ମୁକ୍ତ ପଥ। ଭେରି ଗୁଡ୍, ଏହା ଏକ ଭୁଲ ଉକ୍ତି। ଦ୍ୱିତୀୟ ପ୍ରଶ୍ନଟି ଅଛି, ବିଦ୍ୟୁତ କୋଷର ଦୁଇଟି ଅଗ୍ର ଅଛି। ଭେରି ଗୁଡ୍, ଏହା ମଧ୍ୟ ଠିକ ଉକ୍ତି। ତୃତୀୟ ପ୍ରଶ୍ନଟି ଅଛି, ବଲ୍ବ ବିଦ୍ୟୁତ ପରିପଥର ଏକ ଅଂଶ। ଏହା ମଧ୍ୟ ଏକ ଠିକ ଉକ୍ତି। ଭେରି ଗୁଡ୍। ଚତୁର୍ଥ ପ୍ରଶ୍ନଟି ଅଛି, ପରିପଥ ପୂର୍ଣ୍ଣ ନହେଲେ ବିଦ୍ୟୁତ ଧାରା ପ୍ରବାହ ହୁଏ। ପରିପଥ ପୂର୍ଣ୍ଣ ନହେଲେ ବିଦ୍ୟୁତ ଧାରା ପ୍ରବାହ ହୁଏ। ଏହା ମଧ୍ୟ ଭୁଲ ଉକ୍ତି। ଭେରି ଗୁଡ୍। ପଞ୍ଚମ ପ୍ରଶ୍ନଟି ହେଉଛି, ବନ୍ଦ ପରିପଥରେ ବଲ୍ବ ଜଳି ଉଠେ। ସମସ୍ତେ ଏହାର ଠିକ ଉତ୍ତର ଦେଇଛ। ଏହା ଏକ ଠିକ ଉକ୍ତି। ଷଷ୍ଠ ପ୍ରଶ୍ନଟି ଅଛି, ଯଦି ପରିପଥ ଭାଙ୍ଗିଯାଏ ବିଦ୍ୟୁତ ଧାରା ପ୍ରବାହିତ ହୁଏ। ଯଦି ପରିପଥ ଭାଙ୍ଗିଯାଏ ବିଦ୍ୟୁତ ଧାରା ପ୍ରବାହିତ ହୁଏ। ଏହା ମଧ୍ୟ ଏକ ଭୁଲ ଉକ୍ତି। ସାବାସ। ସପ୍ତମ ପ୍ରଶ୍ନଟି ଅଛି, ତାର ବିନା ବିଦ୍ୟୁତ ପରିପଥ ତିଆରି କରାଯାଇପାରେ। ତାର ବିନା ବିଦ୍ୟୁତ ପରିପଥ ତିଆରି କରାଯାଇପାରେ। ଏହା ଏକ ଭୁଲ ଉକ୍ତି। ଅଷ୍ଟମ ପ୍ରଶ୍ନଟି କଣ? ବିଦ୍ୟୁତ କୋଷ ବିଦ୍ୟୁତ ଶକ୍ତି ଯୋଗାଇଥାଏ। ଏହା ଏକ ଠିକ ଉକ୍ତି। ସେଥିପାଇଁ ବିଦ୍ୟୁତ କୋଷକୁ କଣ କୁହାଯାଏ? ବିଦ୍ୟୁତର ଉତ୍ସ ବୋଲି କୁହାଯାଏ। ନବମ ପ୍ରଶ୍ନଟି କଣ? ବିଦ୍ୟୁତ ବତୀର ଫିଲାମେଣ୍ଟରେ ବିଦ୍ୟୁତ ପ୍ରବାହ ହେଲେ ବଲ୍ବ ଜଳେ ନାହିଁ। ଏହା ଏକ ଭୁଲ ଉକ୍ତି। ଏବେ ପରଦାରେ କୁଇଜର ଲାଷ୍ଟ ପ୍ରଶ୍ନଟି ପ୍ରଦର୍ଶିତ ଅଛି। ତାହା କଣ? ଦଶମ ପ୍ରଶ୍ନଟି ହେଉଛି, ବିଦ୍ୟୁତ ପରିପଥରେ ବିଦ୍ୟୁତ ଧାରା ଏକ ନିର୍ଦ୍ଦିଷ୍ଟ ପଥରେ ଚାଲେ। ଏହା ଏକ ଠିକ ଉକ୍ତି। ସମସ୍ତଙ୍କୁ ଧନ୍ୟବାଦ। ବହୁତ ବଢିଆ ଆନ୍ସର ସମସ୍ତେ ଦେଇଛ। ସାବାସ ପିଲାମାନେ। ଏବେ ତୁମ ପାଇଁ ଗୋଟିଏ କାମ ଦିଆଯାଉଛି, ଯାହାକି ତମେ ଘରେ ଯାହା ଲକ୍ଷ୍ୟ କରୁଛ ତାର ଏକ ତାଲିକା କରିବ। ପ୍ରଶ୍ନଟି ଏପରି ଅଛି, ତୁମ ଘରେ
ବିଦ୍ୟୁତ ପରିପଥ ମାଧ୍ୟମରେ କେଉଁ ଉପକରଣ ଗୁଡ଼ିକ ବ୍ୟବହୃତ ହେବାର ଦେଖିଛ ସେଗୁଡ଼ିକର ତାଲିକା କର। ତାହେଲେ ଆଜିର ଆଲୋଚନାରେ ବିଦ୍ୟୁତ ସମ୍ବନ୍ଧୀୟ ଆଲୋଚନାରେ ଯାହା ସବୁ ଧାରଣା ପାଇଲ ତାହାକୁ ତମମାନେ ଠିକ ଭାବରେ ବୁଝିପାରିଛ। ଆଜି ପାଇଁ ଏତିକି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।